ଦରମା ପାଇଁ ଝାଡ଼ୁଛାଡ଼ ଆନ୍ଦୋଳନ। କବି ସୂର୍ଯ୍ୟନଗରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଦୀର୍ଘ ମାସ ଧରି ବେକାୟା ଥିବା ଦରମା ପ୍ରଦାନ ଦାବିରେ ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଏନ୍ଇସିର ଅସ୍ଥାୟୀ ପରିମଳ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦରମା ନ ମିଳିବା ଯୋଗୁଁ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି, ଯାହାର ପ୍ରଭାବ ସହରର ସଫେଇ ବ୍ୟବସ୍ଥା ଉପରେ ପଡ଼ିଛି। ସୂଚନା ଅନୁଯାୟୀ ପ୍ରାୟ 10 ମାସର ବେକାୟା ପାଇ ନଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ପୂର୍ବତନ ପରିମଳ ସଂସ୍ଥାର 8 ମାସ ଓ ବର୍ତ୍ତମାନର ସଂସ୍ଥାର 2 ମାସର ଦରମା ବାକି ରହିଛି। କର୍ମଚାରୀମାନେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ମହାତ୍ମା ଗାନ୍ଧୀଙ୍କ ଫଟୋ ରଖି ଶାନ୍ତିପୂର୍ଣ୍ଣ ଧାରଣା ଦେବା ସହ ନିଜର ହକ୍ ପାଇଁ ନାରାବାଜି କରିଛନ୍ତି। ସଫେଇ କର୍ମଚାରୀମାନେ ଝାଡ଼ୁଛାଡ଼ ଆନ୍ଦୋଳନ କରିବାରୁ ସହରର ବସ୍ଷ୍ଟାଣ୍ଡ, ବଜାର ଓ ମୁଖ୍ୟ ରାସ୍ତା କଡ଼ରେ ଅଳିଆ ଜମି ରହି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। କେତେକ ସ୍ଥାନରେ କର୍ମଚାରୀମାନେ ପ୍ରତିବାଦ ସ୍ୱରୂପ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଅଳିଆ ଢାଳିଥିବା ମଧ୍ୟ ଦେଖିବାକୁ ମିଳିଛି। ନୂତନ ଠିକା ସଂସ୍ଥା ଦ୍ୱାରା କିଛି କର୍ମଚାରୀଙ୍କୁ ଛଟେଇ କରାଯିବା ନେଇ ଆଶଙ୍କା ଥିବାରୁ ଏହାକୁ ମଧ୍ୟ କର୍ମଚାରୀ ସଂଘ ବିରୋଧ କରିଛି। ଏନ୍ଏସି ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ କର୍ମଚାରୀଙ୍କ ଆବଶ୍ୟକ କାଗଜପତ୍ର, ଇଏସ୍ଆଇ ମାଷ୍ଟର ରୋଲ୍ ଦାଖଲ ହେଲେ ତୁରନ୍ତ ଦରମା ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ। ତଥାପି ଦୀର୍ଘ ମାସର ବିଳମ୍ବକୁ ନେଇ କର୍ମଚାରୀମାନେ ପ୍ରଶାସନର ଏହି ଯୁକ୍ତିକୁ ଗ୍ରହଣ କରିନାହାନ୍ତି। ଯେ ପର୍ଯ୍ୟନ୍ତ ବେକାୟା ଦରମା ମିଳିନାହିଁ ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ। ଗଞ୍ଜାମ ବ୍ରହ୍ମପୁରରୁ କବିରାଜ ପାତ୍ରଙ୍କ ରିପୋର୍ଟ, ନିର୍ଭୀକ ନ୍ୟୁଜ୍।